ଆଜିର ରାଶିଫଳ 9 ଡିସେମ୍ବର ମଙ୍ଗଳବାର ଶୁଭ ସକାଳ ଫ୍ରେଣ୍ଡସ୍ ପୌଷ କୃଷ୍ଣପକ୍ଷ। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ ବିଷୟରେ। ଚନ୍ଦ୍ର କର୍କଟ 2ଟା23 ଗତେ ସିଂହ ନକ୍ଷତ୍ର ଅଶ୍ଳେଷା ରାତ୍ରି 2ଟା23 ଗତେ ମଘା ତିଥି ପଞ୍ଚମୀ ଦିବା 2ଟା29 ଗତେ ଷଷ୍ଠୀ ଯୋଗ ଇନ୍ଦ୍ର ଦିବା 2ଟା33 ଗତେ ବୌଦ୍ଧୃତି। ଆଜିର ସୂର୍ଯ୍ୟୋଦୟ ସମୟ 6ଟା10 ସୂର୍ଯ୍ୟାସ୍ତ ସମୟ 5ଟା7। ଆଜିର ଶୁଭ ସମୟ 6ଟା13 ରୁ 6ଟା57 8ଟା56 ରୁ 11ଟା17 5ଟା4 ରୁ 6ଟା42 8ଟା21 ରୁ 8ଟା34 9ଟା30 ରୁ 10ଟା30। ଏହି ସମୟରେ କୌଣସି କାମ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜିର ରାହୁ କାଳ 2ଟା21 ରୁ 3ଟା42 କାଳବେଳା 1 ରୁ 2ଟା21 ବାର ବେଳା 7ଟା35 ରୁ 8ଟା56। ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ। ଆଜି ବେଲ ଦିବା 2ଟା36 ଗତେ ଏବଂ ନିମ୍ବ ଭକ୍ଷଣ ନିଷେଧ। ଏହା କଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବେ ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଯାହା ହେଉନା କାହିଁକି ଆପଣ ନିଜେ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ। ପରିସ୍ଥିତି ଓ ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଦେବ ଦର୍ଶନରୁ ସୁଯୋଗ ମିଳିବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର୍। ଆପଣମାନେ ଆଜି ପଶୁମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଜ ଲୋକମାନଙ୍କ ସହିତ ମିଶିବାର ବହୁତ ସୁଯୋଗ ରହିଛି। ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ। ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟରେ ବହୁତ ନିକଟତର ଅଛନ୍ତି। ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ରେଡ୍ କଲର୍। ଆପଣ ଆଜି ମଥାରେ ଗଣେଶ ଭଗବାନଙ୍କ ସିନ୍ଦୁର ଲଗାନ୍ତୁ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେ ଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି। ଏଥିରୁ କେହି ଲୋକ ଆପଣଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବେ। ପୁରାତନ ସମସ୍ୟା ସମାଧାନର ଅବସର ମିଳିପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ୟେଲୋ କଲର୍। ଆପଣ ଆଜି ବିଷ୍ଣୁ ସହସ୍ର ନାମ ଶୁଣନ୍ତୁ, ତାହା ସହିତ ମଙ୍ଗଳ ଗ୍ରହ ସୂତ୍ର ଶୁଣନ୍ତୁ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧା ପଡ଼ିଯାଇଛନ୍ତି, ତାହେଲେ ଆପଣଙ୍କୁ ବନ୍ଧୁ କିମ୍ବା ପରିବାରର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଦୌଡ଼ି ଆସିବେ। ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର୍। ଆପଣ ଆଜି ବିଷ୍ଣୁ ଭଗବାନଙ୍କୁ ତୁଳସୀ ଅର୍ପଣ କରନ୍ତୁ। ମହାଦେବଙ୍କୁ ଲାଲ ଚନ୍ଦନ ଅର୍ପଣ କରନ୍ତୁ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି। କୌଣସି ଏକ ଧର୍ମପୀଠ, ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି। ଏହା ଏକ କମ୍ ସମୟ ଯାତ୍ରା ହୋଇପାରେ, କିନ୍ତୁ ଆପଣଙ୍କ ଜୀବନ ଏକ ଗୁରୁତ୍ୱପୂର୍ଣ୍ଣ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ରେଡ୍ କଲର୍। ଆପଣ ଆଜି ରାମ ରକ୍ଷା ସୂତ୍ର ଶୁଣନ୍ତୁ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱପୂର୍ଣ୍ଣ ଭାବରେ ଚାଲୁଅଛି। ଯଦି ଆପଣଙ୍କ ମଧ୍ୟରେ ଝଗଡ଼ା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୁଏ, ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ରଙ୍ଗ। ଆପଣ ଆଜି କିଛି ଲାଲ ଦ୍ରବ୍ୟ ଦାନ କରନ୍ତୁ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନଟି କ୍ଲେଶଦାୟକ। ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି, ତେବେ ଆପଣଙ୍କ ଜିତିବା ନିଶ୍ଚୟ। କୌଣସି ଜଣେ ଅନୁଭବୀ ଓକିଲଙ୍କ ପରାମର୍ଶ ନିଅନ୍ତୁ। ଚିନ୍ତାରେ କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ କମଳା ରଙ୍ଗ। ଆପଣ ଆଜି ହନୁମାନ ଭଗବାନଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ସେହିଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଯଦି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ, ଏଥିରୁ ମୁକୁଳିବା ପାଇଁ କୂଟନୀତିରେ ସାହାଯ୍ୟ ନିଅନ୍ତୁ। ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି। ଗୁରୁଜନଙ୍କ ନିନ୍ଦା ବ୍ୟଥା ଦେଇପାରେ। ଆପଣମାନେ ରାମ ରକ୍ଷା ସୂତ୍ର ଏବଂ ହନୁମାନ ଚାଳିଶା ପଢ଼ନ୍ତୁ। ଦିନଟି ବହୁତ ଭଲ ରହିବ। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ। ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ। ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ। ଆପଣମାନେ
ଘରୁ ବାହାରିଲା ବେଳେ 3 ଥର ଜୟ ହନୁମାନ ମା ଦୁର୍ଗା କହିକି ବାହାରନ୍ତୁ। ଅଗ୍ନି ପ୍ରତି ସତର୍କ ରୁହନ୍ତୁ। ସେଇଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ଆତ୍ମବିଶ୍ୱାସ ଏହାର ଚରମ ସୀମା ରହିବେ। ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବ, କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ସମସ୍ୟା ଦେଖାଦେଇପାରେ। ଅଯଥା ବ୍ୟୟ ହେବା, କଣ୍ଟା ବା ମୁନିଆ ବସ୍ତୁ ଦ୍ୱାରା ଆଘାତ ହୋଇପାରନ୍ତି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର ଦେବୀ ମାଙ୍କୁ ଲାଲ ସିନ୍ଦୁର ଏବଂ ଲାଲ ଫୁଲ ଅର୍ପଣ କରନ୍ତୁ। ସେଇଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କୁ ହଠାତ୍ ଏକ ହଜି ଯାଇଥିବା ବସ୍ତୁ କିମ୍ବା ମନବାଧିତ ଦ୍ରବ୍ୟ ପାଇପାରନ୍ତି। ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ ହୋଇପାରେ। ଧନ ଲାଭ ଯୋଗ ଅଛି। ଦିନଟି ପ୍ରତିପଦ ରହିବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଘିଅ କଲର। ଆପଣ ଆଜି ରାମରକ୍ଷା ସୂତ୍ର ଶୁଣନ୍ତୁ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କର ଭାଗ୍ୟ ହିଁ ଆପଣଙ୍କୁ ସଫଳତା ଦେବ। ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ। ଆପଣଙ୍କୁ ଲାଗିବ ସବୁ କିଛି ଆପଣଙ୍କ ପରିଶ୍ରମରେ ନ ହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି। ଏହି ସୁଯୋଗ ସମ୍ପୂର୍ଣ୍ଣ ରୂପେ ଲାଭ ଉଠାନ୍ତୁ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଲ ରଙ୍ଗ। ଆପଣ ଆଜି ହନୁମାନ ଭଗବାନଙ୍କୁ ସିନ୍ଦୁର ବାହୁରେ ଲଗାନ୍ତୁ। ଦିନଟି ଶୁଭମୟ ହେବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରି ବେଲ୍ ଆଇକନ୍ ଦେବେ।